प्रभु जीशु ख्रीष्टଙ୍କ ଅତି ପବିତ୍ର ନାମରେ ସମସ୍ତଙ୍କୁ ନମସ୍କାର। ପ୍ରିୟ ବନ୍ଧୁଗଣ, ଆଜି ଆମ୍ଭେମାନେ ପ୍ରେରିତ ପୁସ୍ତକରେ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗାମୀ ମାନଙ୍କର ଅନ୍ୟାନ୍ୟ ନାମ ବିଷୟରେ ବାଇବଲ ଅଧ୍ୟୟନ କରିବା। ଯେଉଁମାନେ ସୁସମାଚାର ଶୁଣି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ପରିତ୍ରାଣକର୍ତ୍ତା ରୂପେ ଗ୍ରହଣ କରୁଥିଲେ ଏବଂ ମଣ୍ଡଳୀରେ ସଂଯୁକ୍ତ ହେଉଥିଲେ, ସେମାନଙ୍କୁ ଅନେକ ନାମରେ ଡକାଯାଇଅଛି। ଆଜି ଆମ୍ଭେମାନେ ଏହି ବିଷୟରେ ବାଇବଲ ଅଧ୍ୟୟନ କରିବା। ନମ୍ବର 1, ବିଶ୍ୱାସୀ। ପ୍ରେରିତ ଅଧ୍ୟାୟ 5:14 ପଦ। ଯେତେ ଜଣ ସୁସମାଚାର ଗ୍ରହଣ କରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ପରିତ୍ରାଣକର୍ତ୍ତା ରୂପେ ବିଶ୍ୱାସ କରୁଥିଲେ ଏବଂ ମଣ୍ଡଳୀରେ ସଂଯୁକ୍ତ ହେଉଥିଲେ, ସେମାନଙ୍କୁ ବିଶ୍ୱାସୀ ବୋଲି ପ୍ରେରିତ ଅଧ୍ୟାୟ 5:14 ପଦରେ କୁହାଯାଇଅଛି। ନମ୍ବର 2, ଶିଷ୍ୟ ବା ଶିଷ୍ୟମାନେ। ପ୍ରେରିତ ଅଧ୍ୟାୟ 6:1 ପଦ। ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଥିଲେ ଏବଂ ମଣ୍ଡଳୀରେ ସଂଯୁକ୍ତ ହେଉଥିଲେ ଏବଂ ଯୀଶୁଙ୍କ ଶିକ୍ଷା ଅନୁଯାୟୀ ଜୀବନଯାପନ କରୁଥିଲେ, ସେମାନଙ୍କୁ ଶିଷ୍ୟ ବୋଲି କୁହାଯାଇଅଛି। ନମ୍ବର 3, ସାଧୁଗଣ। ପ୍ରେରିତ ଅଧ୍ୟାୟ 9:13 ପଦ। ପ୍ରିୟ ବନ୍ଧୁଗଣ, ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ଧୌତ ହୋଇଅଛନ୍ତି ଏବଂ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ପରିତ୍ରାଣକର୍ତ୍ତା ରୂପେ ବିଶ୍ୱାସ କରିଅଛନ୍ତି ଏବଂ ମଣ୍ଡଳୀରେ ସଂଯୁକ୍ତ ହୋଇ ଯୀଶୁଙ୍କ ଶିକ୍ଷା ଅନୁଯାୟୀ ଜୀବନଯାପନ କରନ୍ତି, ସେମାନଙ୍କୁ ସାଧୁଗଣ ବୋଲି ପ୍ରେରିତ ଅଧ୍ୟାୟ 9:13 ପଦରେ କୁହାଯାଇଅଛି। ନମ୍ବର 4, ଭାଇମାନେ। ପ୍ରେରିତ ଅଧ୍ୟାୟ 9:30 ପଦ। ଯେଉଁମାନେ ମଣ୍ଡଳୀରେ ସଂଯୁକ୍ତ ହୋଇ ଖ୍ରୀଷ୍ଟୀୟ ଜୀବନଯାପନ କରୁଥିଲେ ଏବଂ ଯୀଶୁ ଖ୍ରୀଷ୍ଟଙ୍କ ଶିକ୍ଷା ଅନୁଯାୟୀ ଜୀବନଯାପନ କରୁଥିଲେ, ସେମାନଙ୍କୁ ଭାଇମାନେ ବୋଲି କୁହାଯାଇଅଛି। ନମ୍ବର 5, ଖ୍ରୀଷ୍ଟିଆନ। ପ୍ରେରିତ ଅଧ୍ୟାୟ 11:26 ପଦ। ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ପରିତ୍ରାଣକର୍ତ୍ତା ରୂପେ ବିଶ୍ୱାସ କରି ମଣ୍ଡଳୀରେ ସଂଯୁକ୍ତ ହୋଇ ଯୀଶୁ ଖ୍ରୀଷ୍ଟଙ୍କ ଶିକ୍ଷା ଅନୁଯାୟୀ ଜୀବନଯାପନ କରୁଥିଲେ ଏବଂ ଯୀଶୁଙ୍କର ସୁସମାଚାରକୁ ପ୍ରଚାର କରୁଥିଲେ, ସେମାନଙ୍କୁ ଖ୍ରୀଷ୍ଟିଆନ ବୋଲି କୁହାଯାଇଅଛି। ପ୍ରିୟ ବନ୍ଧୁଗଣ, ପ୍ରେରିତ ପୁସ୍ତକରେ ଏହି 5 ଗୋଟି ନାମ ଖ୍ରୀଷ୍ଟିଆନମାନଙ୍କୁ ଦିଆଯାଇଅଛି। ଆଜିର ଏହି ବାଇବଲ ଶିକ୍ଷା ଦ୍ୱାରା ପରମେଶ୍ୱର ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।